ଆଜିଠୁ ମାଘ ସପ୍ତମୀ ମେଳା। ଅର୍କ କ୍ଷେତ୍ର କୋଣାର୍କକୁ ଛୁଟିଛି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼। ସୁରକ୍ଷା ବ୍ୟବସ୍ଥାକୁ ପ୍ରଶାସନ କଡ଼ାକଡ଼ି କରିଥିବା ବେଳେ ମେଳା ପଡ଼ିଆ ଉପରେ ପୋଲିସର ତୀକ୍ଷ୍ଣ ନଜର ରହିଛି। ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇବାକୁ ଭକ୍ତଙ୍କର ଲାଗିଛି ଭିଡ଼। ସମୟ ଯେତିକି ସରୁଛି ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ଼ ସେତିକି ବଢ଼ୁଛି। କାରଣ ମାଘ ସପ୍ତମୀରେ ଶୁଭ ମୁହୂର୍ତ୍ତ ଭୋର 4:37 ବୁଡ଼ ପକାଇଛନ୍ତି ଲୋକେ। ମାଘ ମେଳାର ତିନି ଆରାଧ୍ୟ ଠାକୁର ତ୍ରିବେଣୀଶ୍ୱର, ଐଶାନେଶ୍ୱର ଏବଂ ଦକ୍ଷିଣେଶ୍ୱର ମହାଦେବଙ୍କ ଚଳନ୍ତି ପ୍ରତିମା ପ୍ରଥମେ ସ୍ନାନ କରିଛନ୍ତି। ପରେ ଚନ୍ଦ୍ର ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଉଛନ୍ତି ଲକ୍ଷାଧିକ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ। ବିଶ୍ୱାସ ରହିଛି ଏହି ତିଥିରେ ବୁଡ଼ ପକାଇଲେ ସମସ୍ତ ପାପରୁ ମୁକ୍ତି ମିଳିଥାଏ। ସେପଟେ ଆଜିଠାରୁ ଆରମ୍ଭ ମାଘ ସପ୍ତମୀ। ଖଣ୍ଡଗିରିରେ ଶତାଧିକ ସାଧୁସନ୍ଥଙ୍କ ଭିଡ଼। କିଛି ସ୍ଥାନରେ ଆରମ୍ଭ ହୋଇଗଲାଣି ହୋମ ଯଜ୍ଞ। ସୂର୍ଯ୍ୟ ଉଦୟ ପରେ ସାଧୁ ସନ୍ଥମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ସେଠାରୁ କଳସୀରେ ପବିତ୍ର ପାଣି ଆଣିବେ। ସେହି ପାଣିର କଳସ ବସିବା ପରେ ଆରମ୍ଭ ହେବ ପଞ୍ଚକୁଣ୍ଡ ହୋମ। ସେଥିପାଇଁ କଳସ ଯାତ୍ରା ମଧ୍ୟରାତ୍ରିରୁ ଆରମ୍ଭ ହୋଇସାରିଛି। ଏଥର ପ୍ରୟାଗରାଜରେ ମହାକୁମ୍ଭ ଆୟୋଜିତ ହୋଇଥିବା ବେଳେ ଖଣ୍ଡଗିରିରେ ମଧ୍ୟ ବଡ଼ ଧୁମଧାମରେ ମାଘ ସପ୍ତମୀର ଆୟୋଜନ କରାଯାଇଛି। ଏଥିରେ ସାଧୁ ସନ୍ଥଙ୍କ ପାଇଁ ପ୍ରଶାସନ ପକ୍ଷରୁ ରହିବା, ଖାଇବା ତଥା ପରିମଳର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା କହିଛନ୍ତି ସାମିଲ ହୋଇଥିବା ସାଧୁସନ୍ଥମାନେ। ବ୍ୟୁରୋ ରିପୋର୍ଟ, SGTV ଓଡ଼ିଆ।